ବାହାରେ ବହୁତ ଜୋରେ ବର୍ଷା ହେଉଥାଏ। ଆରେ ବା, ବହୁତ ସମୟ ପରେ ବର୍ଷା ହେଉଛି। ଏ ବର୍ଷା ପାଗରେ ଗରମ ଗରମ ମ୍ୟାଗି ଟିକେ ଯଦି ହୁଅନ୍ତା କେମିତି ମଜା ଲାଗନ୍ତା। ରାନୁକୁ ମ୍ୟାଗି ବହୁତ ପସନ୍ଦ। ସେ ମନେ ମନେ ବହୁତ ଖୁସି ହେଇଯାଉଥିଲା। ସେ କେମିତି ଯାଇ ମ୍ୟାଗି ଆଣିବ ଆଉ ତାକୁ ରୋଷେଇ କରି ଖାଇବ, ଏହା ଭାବି ଭାବି ସକାଳ ହେଇଗଲା। ଏବେ ମୁଁ ଜଲ୍ଦି ଯାଉଛି, ମ୍ୟାଗି ଗୋଟେ କିଣି ଆଣିବି ଆଉ ତାକୁ ଜମେଇକି ରୋଷେଇ କରିକି ଖାଇବି। ଏହା କହି ରାନୁ ଚାଲିଯାଏ ମ୍ୟାଗି ଆଣିବାକୁ। ସେ କିଛି ସମୟ ପରେ ଜଙ୍ଗଲ ଭିତରେ ଥିବା ଦୋକାନରେ ପହଞ୍ଚିଯାଏ। ସେଠି ଆଗରୁ ତାର ସାଙ୍ଗମାନେ ସବୁ ଥିଲେ। ଆରେ, ତୁମେମାନେ ବି ଏଠି ଅଛ? ଭଲ ହେଲା। ମତେ ଲାଗୁଛି ତୁମେମାନେ ବି ମ୍ୟାଗି ନବା ପାଇଁ ଆସିଛ। ରାନୁ, ତୁ ହଠାତ୍ ଏଠି? ଆମେମାନେ ତ ନିଜ ନିଜ ଘରେ ମ୍ୟାଗି ବନେଇବା ପାଇଁ କଥା ହେଉଥିଲୁ। ସାଙ୍ଗମାନେ, ମୁଁ ଭଲା ଏକୁଟିଆ କାହିଁକି କରିକି ଖାଇବି? ଚାଲୁନ ଆମେମାନେ ସମସ୍ତେ ମିଶିକି ଗୋଟେ ଫିଷ୍ଟ କରିବା। ଆରେ ରାନୁ, ମତେ ମ୍ୟାଗି ଭଲରେ ବନେଇ ଆସୁନି। ମୁଁ ସଦାବେଳେ ପାଣିଆ କରି ଖାଏ। ଆଜି ତୁ ରୋଷେଇ କରୁନୁ? ହଁ ରାନୁ, ମତେ ବି ଠିକ୍ ସେ ବନେଇ ଆସେନି। ତୁମେ ହିଁ ୟାକୁ ନେଇଯାଅ, ବନେଇକି ମତେ ଟିକେ ଦେଇଦେବ। ଏହା କହି ପିଙ୍କି ବି ତାର ମ୍ୟାଗି ରାନୁକୁ ଦେଇଦେଲା। ହଁ, କିନ୍ତୁ ମତେ ତ ଠିକ୍ ଠାକ୍ ବନେଇବା ଆସେ। ମୁଁ ନେଇ ଚାଲି ଯାଉଛି, ମୋ ଘରେ ବନେଇକି ଖାଇବି। ଏହା କହିକି କାଳି ସେଠାରୁ ଚାଲିଗଲା। ରାନୁ, ସେମିତିରେ ତ ମତେ ଅଳ୍ପ ବହୁତ ବନେଇବା ଆସେ, ହେଲେ ମୁଁ ଦେଖିବାକୁ ଚାହେଁ ତୁମେ କେମିତି ବନଉଛ। ଏମାନେ ସମସ୍ତେ ତାର ପ୍ରଶଂସା କରୁଛନ୍ତି, ମାନେ ତୁମେ ନିଶ୍ଚିନ୍ତ ଭଲ ହିଁ କରୁଥିବ। ତୁମେ ମୋ ମ୍ୟାଗି ବି ନେଇଯାଅ, ବନେଇକି ମତେ ଟିକେ ଦେଇଦେବ। ଏମିତି ଗୋଟିଏ ଗୋଟିଏ କରି ସମସ୍ତେ ନିଜ ନିଜ ମ୍ୟାଗି ରାନୁ ଚଢ଼େଇକୁ ଦେଇଦେଲେ। ଆରେ ସାଙ୍ଗମାନେ, ମୁଁ ଜାଣିକି ବହୁତ ଖୁସି ହେଲି। ତୁମମାନଙ୍କୁ ମୋ ହାତ ରନ୍ଧା ଭଲ ଲାଗିଛି। ତୁମେ ଜମା ବ୍ୟସ୍ତ ହୁଅନି, ମୁଁ ତୁମମାନଙ୍କୁ ବି ଶିଖେଇ ଦେବି। ଆଉ ହଁ ସାଙ୍ଗମାନେ, ଏଥିରେ ଯଦି ଆମେ ଚିକେନ ମିଶାଇବା ତାହେଲେ ବହୁତ ଭଲ ଟେଷ୍ଟ ଲାଗିବ। ଚାଲ ସମସ୍ତେ ମୋ ଘରକୁ ଚାଲ, ଆଜିର ଫିଷ୍ଟ ମୋ ଘରେ ହିଁ ହବ। ସମସ୍ତେ ରାନୁ କଥାରେ ରାଜି ହୋଇଗଲେ ଆଉ ତା ସାଙ୍ଗରେ ଘରକୁ ଚାଲିଲେ। ଘରେ ପହଞ୍ଚିବା ପରେ ସେ ସମସ୍ତଙ୍କୁ ଗୋଟିଏ ଗୋଟିଏ କାମରେ ଲଗାଇଦେଲା। ତୁମମାନଙ୍କୁ ଯେଉଁ ସବୁ କାମ କହିଲି ତୁମେମାନେ ଜଲ୍ଦି ଜଲ୍ଦି କାମ କର। ଏହା ଶୁଣିବା ପରେ ସୁନି ଚଢ଼େଇ ଚାଲିଯାଏ ଚିକେନ ଆଣିବା ପାଇଁ। ରାଣୀ ଚିଲ ଚାଲିଯାଏ କାଠ ପାଇଁ। ସବୁ କିଛି ଆଣିସାରିବା ପରେ ରୋଷେଇ ଆରମ୍ଭ କଲେ। ପ୍ରଥମେ କଢ଼ାଇ ବସାଇ ଗରମ ପାଣିରେ ଚିକେନ ସିଝାଇ ଦେଲେ। ଚିକେନ ସିଝିଗଲା ପରେ ମ୍ୟାଗି ସିଝାଇଲେ। ତାପରେ ମ୍ୟାଗି ମସଲା ପକାଇଲେ। ମସଲା ହୋଇଗଲା ପରେ ଚିକେନ ପକାଇ ରେଡି କରିଦେଲେ। ଆରେ ବା, କେତେ ବଢ଼ିଆ ବାସ୍ନା ଆସୁଛି। ଯାହାର ବାସ୍ନା ଏତେ ବଢ଼ିଆ, ଖାଇବା ପାଇଁ କେତେ ଟେଷ୍ଟି ହୋଇନଥିବ। ମୁଁ ଜମାରୁ ଆଉ ଭୋକ ସମ୍ଭାଳି ପାରୁନି। ଏମିତି ସମସ୍ତେ କଥା ହେଉଥିଲେ। ରାନୁ ଚଢ଼େଇ ବି ସମସ୍ତଙ୍କୁ ଚିକେନ ମ୍ୟାଗିର ରେସିପି କହିଦେଲା। ମ୍ୟାଗି ହୋଇଗଲା ପରେ ତାକୁ ସମସ୍ତେ ପ୍ଲେଟକୁ କାଢ଼ି ନେଲେ। ଆରେ ବା, ୟାର ଟେଷ୍ଟ ତ ବଢିଆ ଲାଗୁଛି। ଆମ ଘରେ ଏମିତିକା ମ୍ୟାଗି ସମସ୍ତଙ୍କୁ ବଢିଆ ଲାଗିବ। ସମସ୍ତେ ତୁମର ବହୁତ ପ୍ରଶଂସା କରିବେ। ସାଙ୍ଗମାନେ, ମୁଁ ପୁଣି ତୁମମାନଙ୍କୁ ଧନ୍ୟବାଦ ଜଣାଉଛି, କାରଣ ତୁମମାନଙ୍କ ବିନା ସାହାଯ୍ୟରେ ମୁଁ କେବେ ବି ଏମିତି ରୋଷେଇ କରିପାରିନଥାନ୍ତି। ତୁମମାନଙ୍କୁ ଧନ୍ୟବାଦ। ଏହା ଶୁଣିବା ପରେ ସବୁ ଚଢ଼େଇମାନେ ନିଜ ନିଜ ଘରକୁ ଚାଲିଗଲେ। ଏପଟେ ରାନୁ ନିଜ ପାଇଁ ଖାଇବାକୁ ଆଣି ବସିଥିଲା। ସେହି ସମୟରେ କାଳିକାଉ ସେଠି ଆସି ପହଞ୍ଚିଲା। ରାନୁ ଭଉଣୀ, ମୋ ପାଇଁ ଟିକେ ମ୍ୟାଗି ହବ କି? ଆରେ କଣ ହେଲା,
ତମେ ତ ନିଜେ ମ୍ୟାଗି କରୁଥିଲ ନା? କ'ଣ କହିବି ଭଉଣୀ, ମୁଁ ମ୍ୟାଗି ବନେଇବା ପାଇଁ ସବୁ ଯୋଗାଡ଼ କରିଦେଇଥିଲି। ହଠାତ୍ କେଉଁଠି ଏକ ଦୁଷ୍ଟ ଚଢ଼େଇ ଆସି ସବୁ ମ୍ୟାଗି ନେଇଗଲା। ମତେ ଜୋର ଭୋକ ଲାଗିଲାଣି। ରାନୁ ନିଜ ଖାଇବାରୁ କାଳି କାଉକୁ କିଛି ଦେଲା। ସେମାନେ ଦୁହେଁ ମିଶିକି ଆନନ୍ଦରେ ଖାଇଲେ। କଣ ମୋ ଭଉଣୀ, ମୋ ଅଟୋ କେମିତି ଲାଗୁଛି? ଭାଇ, ତମ ଅଟୋ ତ ବଢ଼ିଆ ହୋଇଛି। ତମ ଚାକିରି ଚାଲିଗଲା ପରେ ମୁଁ ବହୁତ ଚିନ୍ତାରେ ଥିଲି। ତାପରେ ବି ତମେ ବହୁତ ପରିଶ୍ରମୀ। କେବେ ହେଲେ ବି ଖାଲିରେ ବସ ନାହିଁ, କିଛି ନା କିଛି ଗୋଟେ କରିବ, ମୋର ଭରସା ଥିଲା। ଆରେ ଆମେ ହେଉଛୁ ଚିଲ ଜାତି, ବହୁତ ପରିଶ୍ରମୀ। ଖାଲି ତ ସ୍ୱାମୀ ପାଇଁ ଆମେ ସବୁଆଡ଼େ ନିନ୍ଦା ଶୁଣୁଛୁ। ଭାଇ, ତମେ ତାଙ୍କ କଥା ଛାଡ଼। କ'ଣ ଖାଇବ କହିଲ? ତମ ମନପସନ୍ଦରେ ରୋଷେଇ କରିକି ଆଣେ। ଦେଖ, ଭାଇ ଆଗରେ ସୁଆଗ ଦେଖଉଛି। ମତେ ତ କେବେ ହେଲେ ଏମିତି ପଚାରେନି। ଆଉ ଯୋଉ ତ ରୋଷେଇ କରୁଛି, ଶଳା କୁକୁର ବି ଛୁଇଁବେନି। କଣ କାଳୁ କାଉ, ମୋ ଅଟୋକୁ ଦେଖିକି କଣ ଭାବୁଛ ତମେ? ନା ନା ନା, କିଛି ନାହିଁ ଭାଇ। ମୁଁ ତ ମନେ ମନେ ତମ ଅଟୋର ପ୍ରଶଂସା କରୁଥିଲି। ରାନୀ କାଉ ତା ଭାଇକି ବହୁତ ସୁଆଦିଆ ଖାଇବାକୁ ଦେଲା। ରାନୀ, ମୁଁ ଅଟୋ ରଖିବା ପାଇଁ ଗୋଟେ ଗ୍ୟାରେଜ ତିଆରି କରୁଛି ତ, ସେଥିପାଇଁ ମୋ ଅଟୋକୁ ଏଠି ରଖିକି ଯାଉଛି। କାଲି ଆସିକି ନେଇଯିବି। ଆରେ ବିଲକୁଲ ଭାଇ, ତମ ଅଟୋ କ'ଣ ଆଉ ମୋ ଅଟୋ କ'ଣ, ବିନ୍ଦାସରେ ଏଠି ରଖିକି ଯାଅ। ଦେଖ, ମୋର ନୂଆ ଅଟୋ, ଟିକେ ଭଲରେ ଦେଖାଶୁଣା କରିବ। ଯଦି ମୋ ଅଟୋର କିଛି ହେଲା ନା, ମତେ ଭଲରେ ଜାଣିଥିବ ମୁଁ କ'ଣ କରିବି ତମ ଅବସ୍ଥା। ରାନୀ କାଉର ଭାଇ ତା ଅଟୋକୁ ଛାଡ଼ି ଦେଇ ଘରକୁ ଚାଲିଗଲା। କିଛି ସମୟ ପରେ କାଳୁ କାଉ ଅଟୋ ଉପରେ ବସିଥିଲା। ଯାହା ବି କୁହ, ଅଟୋ ତ ମସ୍ତ ହେଇଛି। ୟାକୁ ଚଲେଇବାକୁ ବଢ଼ିଆ ଲାଗୁଥିବ। ଆରେ କାଳୁ, ଭାବୁଛୁ କ'ଣ? ଟିକେ ଚଲେଇକି ଆର ମଜା ଉଠା। ନାଇଁ ନାଇଁ, ଚଲେଇଲା ବେଳେ ଅଟୋର ଯଦି କିଛି ହେଇଗଲା ତାହେଲେ ଭାଇ ମତେ ମାରିଦେବେ। କାଳୁ କାଉ ଅଟୋରେ ବସିକି ବହୁତ ଭାବିଲା। ଚାଲ, ଯାହା ହବ ଦେଖାଯିବ। ଆଜି ଯେମିତି ହେଲେ ଅଟୋରେ ଗୋଟେ ରାଉଣ୍ଡ ମାରିକି ଆସିବି। କାଳୁ କାଉ ଅଟୋକୁ ଷ୍ଟାର୍ଟ କରିଦେଲା। ଆସ୍ତେ ଆସ୍ତେ ଆଗକୁ ବଢ଼ିଲା। ଧୀରେ ଧୀରେ ସେ ଅଟୋର ସ୍ପିଡ ବଢ଼ାଇ ଦେଲା। ଆରେ ବାଃ, କେତେ ବଢ଼ିଆ ଥଣ୍ଡା ଥଣ୍ଡା ପବନ ବାଜୁଛି। କାଳୁ କାଉ ବହୁତ ମଜାରେ ଯାଉଥିଲା। ତାକୁ ଜଣା ହିଁ ନଥିଲା କି ଆଗରେ ଗୋଟେ ବିରାଟ ବଡ଼ ଗଛ ଅଛି। ସେ ସିଧା ନେଇ ଅଟୋଟିକୁ ଗଛରେ ପିଟି ଦେଲା। ଗଛରେ ପିଟି ହେଲା ପରେ ଅଟୋଟି ପୁରା ଭାଙ୍ଗି ରୁଜି ଚୁରମାର ହେଇଗଲା। ଆରେ ଆରେ ବାପାରେ, ଅଟୋ ତ ପୁରା ଚୁରମାର ହେଇଗଲା। ଏବେ ମୁଁ କ'ଣ କରିବି? ଯଦି ମୋ ଅଟୋର କିଛି ହେଲା ନା, ମତେ ଭଲରେ ଜାଣିଥିବ ମୁଁ କ'ଣ କରିବି ତମ ଅବସ୍ଥା। ଭାଇ କଥା ଭାବି ଭାବି କାଳୁ କାଉ ପୁରା ବ୍ୟସ୍ତ ହେଇଯାଉଥିଲା। ସେହି ସମୟରେ ତାକୁ ସାମ୍ନାରେ ମିନୁ ଚଢ଼େଇର ଘର ଆଗରେ ଥିବା ଅଟୋ ଦେଖାଗଲା। ଆରେ ବାଃ, ଇଏ ତ ପୁରା ଭାଇଙ୍କ ଅଟୋ ଭଳିଆ ଲାଗୁଛି। କାଳୁ, ତତେ ଯେମିତି ହେଲେ ଏଇ ଅଟୋଟାକୁ ଚୋରେଇକି ନେବାକୁ ପଡ଼ିବ। ନାଇଁ ନାଇଁ, ପୁଣି ଯଦି କୋଉଠି ନେଇକି ବାଡ଼େଇ ଦେଲି, ଗୋଟେ କାମ କଲେ ହବ। ଆକୁ ଯଦି ମୁଁ ଠେଲି ଠେଲି ନେଇଯିବି ତାହେଲେ ବଢ଼ିଆ ହୁଅନ୍ତା। କାଳୁ କାଉ ଅଟୋଟିକୁ ଠେଲି ଠେଲି ନେଇଗଲା। କିଛି ସମୟ ପରେ ମିନୁ ଚଢ଼େଇ ଦେଖେ ଯେ ତା ଅଟୋଟିକୁ କିଏ ଚୋରି କରିକି ନେଇଯାଇଛି। ମୋ ଅଟୋ କୁଆଡ଼େ ଗଲା? ମୁଁ ତ ଏଇ ଜାଗାରେ ରଖିଥିଲି। ମା, ଆମ ଅଟୋ କିଏ ଚୋରି କରିକି ନେଇଯାଇଛି ତ? ପୁଅ, ମୋର ଅଟୋର ବ୍ରେକ୍ ତାର ଛିଡ଼ି ଯାଇଥିଲା। ଯିଏ ବି ତାକୁ ନେଇଛି, ଯେମିତି ହେଲେ ବି ତାର ଆକ୍ସିଡେଣ୍ଟ ହବ। ହଁ ମା, ତମେ ଠିକ କହିଛ। ଆକ୍ସିଡେଣ୍ଟ ହେଲା ପରେ ସେ ଚୋରି କରିବାର ଫଳ ପାଇବ। ପୁଅ, ହେଲେ ସେଥିରୁ ଆମର କ'ଣ ଲାଭ ମିଳିବ? ସବୁ ଲୋକସାନି ଆମର ହେଲା ନା। କେତେ କଷ୍ଟରେ ପଇସା ଜମା କରି ଅଟୋ କିଣିଥିଲି। ତା ପରଦିନ ସକାଳୁ କାଳି କାଉର ଭାଇ ମିନୁ ଚଢ଼େଇର ଅଟୋଟିକୁ ତା ନିଜ ଅଟୋ ଭାବି ନେଇ ଚାଲିଗଲା। ଆରେ ଆରେ
ଅଟୋର କ'ଣ ବ୍ରେକ୍ ଧରୁନି? ମୁଁ ଏବେ କ'ଣ କରିବି? ଅଟୋଟିର ସ୍ପିଡ୍ ବହୁତ ଜୋରରେ ଥିବାରୁ ସେ ତା କଣ୍ଟ୍ରୋଲ ସମ୍ଭାଳି ନ ପାରି ଗୋଟେ ପାହାଡ଼ ଦେହରେ ବାଡ଼େଇ ଦେଲା।